ଶ୍ରାବଣ ମାସର ପ୍ରଥମ ସୋମବାର କେଦାରନାଥ ଯାଉଥିବା ବସ୍ଟି ବାଟରେ ହଠାତ୍ ଓଲଟି ପଡ଼ିଲା। ଭକ୍ତମାନଙ୍କୁ ବଞ୍ଚାଇବା ପାଇଁ ସ୍ୱୟଂ ମହାଦେବ ଆବିର୍ଭାବ ହେଲେ। ଏହି ଘଟଣାର ଚମତ୍କାରିତାକୁ ଦେଖିବା ପରେ ଆପଣଙ୍କର ପାଦ ତଳୁ ମଧ୍ୟ ମାଟି ଖସିଯିବ। ଆଜିର ଏହି ଘଟଣାଟି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଘଟିଥିବା ଏକ ଅଲୌକିକ କାହାଣୀ। ଆଉ ଯେଉଁ କାହାଣୀକୁ ଶୁଣି ସାରିଲା ପରେ ଆପଣଙ୍କର ଲୋମମୂଳ ଟାଙ୍କୁରି ଉଠିବ। ତ ଦର୍ଶକ ବନ୍ଧୁ, କୁହାଯାଏ କି ଭକ୍ତ ଯେତେ ବିପଦରେ ପଡ଼ିଥିଲେ ମଧ୍ୟ ଭଗବାନ ଭକ୍ତଙ୍କୁ କୌଣସି ବି ଉପାୟରେ ବିପଦରୁ ମୁକ୍ତି କରିଥାନ୍ତି। ଏବଂ ଆଜିର ଏହି ଘଟଣାଟିକୁ ଶୁଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ପ୍ରଭୁ ମହାଦେବଙ୍କୁ ନିଜର ଇଷ୍ଟ ଦେବତା ମାନୁଥାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟରେ ହର ହର ମହାଦେବ ଲେଖିଦିଅନ୍ତୁ। ତ ଦର୍ଶକ ବନ୍ଧୁ, ଏହି ଘଟଣାଟି ହେଉଛି 2023 ମସିହାର ଦିଲ୍ଲୀରେ ଥିବା ଉଲ୍ଲାସ ନାମକ ଏକ କଲୋନୀରେ ବହୁତ ସାରା ଲୋକମାନେ ବାହାରିଥିଲେ ଭଗବାନ ଶିବଙ୍କର ଦର୍ଶନ କରିବାକୁ ଏବଂ ତାହା ପୁଣି କେଦାରନାଥଙ୍କୁ। ତ ଦର୍ଶକ ବନ୍ଧୁ, ସେହି କଲୋନୀର ସମସ୍ତ ଲୋକମାନେ ନିଜ ନିଜ ଭିତରେ ବହୁତ ଭଲ ଭାବରେ ମିଶି ଚଳୁଥିଲେ ଏବଂ ସେଥିପାଇଁ ସେମାନେ ସମସ୍ତେ ଭଗବାନ ଶିବଙ୍କର ଦର୍ଶନ କରିବା ପାଇଁ ଏକାଠି ବାହାରିଥିଲେ ଏବଂ ଅନେକ ଲୋକ ଥିବାରୁ ସେମାନେ ଗୋଟିଏ ବସ୍ଟିଏ ମଧ୍ୟ ଭଡ଼ା କରିଦେଇଥିଲେ କେଦାରନାଥଙ୍କୁ ଦେଖିବା ପାଇଁ। ଏହାପରେ ସେମାନେ ସେହି ବସ୍ରେ କେଦାରନାଥଙ୍କୁ ଯିବା ପାଇଁ ବାହାରି ପଡ଼ିଲେ ଏବଂ ବସ୍ଟି ମଧ୍ୟ ସମସ୍ତ କଲୋନୀର ଲୋକମାନଙ୍କୁ ନେଇ କେଦାରନାଥକୁ ଯିବାକୁ ପ୍ରସ୍ତୁତ ହୋଇଗଲା। ମାତ୍ର ସେହି କଲୋନୀର ଲୋକମାନେ ଜାଣିନଥିଲେ କି ତାଙ୍କ ସହିତ ଆଜି କିଛି ଏମିତି ଚମତ୍କାର ହୋଇଯିବ ବୋଲି, ଯାହା ତାଙ୍କର ଜୀବନ ପରିବର୍ତ୍ତନ କରିଦେଇଥିଲା। ଏହାପରେ ସେମାନେ ଦିଲ୍ଲୀର ଉଲ୍ଲାସ ନଗରୀରୁ କେଦାରନାଥକୁ ଯିବା ପାଇଁ ବାହାରି ପଡ଼ିଲେ ଏବଂ ଏହି ଭିତରେ ସେହି ସମସ୍ତ କଲୋନୀର ଲୋକମାନେ ଭଗବାନ ଶିବଙ୍କୁ ପ୍ରାର୍ଥନା କରି ଏବଂ ତାଙ୍କର ଭଜନ ଗାନ କରି ବସ୍ରେ ଅତ୍ୟନ୍ତ ପ୍ରସନ୍ନ ହୋଇ କେଦାରନାଥ ଆଡ଼କୁ ଯାଉଥିଲେ। ବନ୍ଧୁଗଣ, ଏହାପରେ ଯେତେବେଳେ ସେମାନେ ଉତ୍ତରାଖଣ୍ଡ ସୀମାରେ ଯାଇ ପହଞ୍ଚିଲେ, ସେତେବେଳେ ସେମାନେ ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେମାନେ ଦେଖିଲେ କି ସେଠାରେ ବହୁତ ବଡ଼ ବଡ଼ ପାହାଡ଼ ଅଛି ଏବଂ ତାଙ୍କର ବସ୍ଟି ସେହି ପାହାଡ଼ର ଘାଟି ଦେଇ ଯିବାକୁ ପଡ଼ିବ। ଏହି ଦୃଶ୍ୟଟିକୁ ଦେଖିବା ପରେ ସେମାନଙ୍କ ମନରେ ଭୟଜାତ ହେଲା। ମାତ୍ର ସେମାନେ ଭଗବାନଙ୍କୁ ଆରାଧନା କରି କେଦାରନାଥ ଆଡ଼କୁ ଗତି କରିବାକୁ ଲାଗିଲେ ଏବଂ ଏହାପରେ ବସ୍ର ଡ୍ରାଇଭର ଜଣକ ବସ୍ରେ ହନୁମାନ ଚାଳିଶା ଲଗାଇଦେଲେ ଏବଂ ସମସ୍ତ ଯାତ୍ରୀମାନେ ହନୁମାନଙ୍କର ଭଜନ ଗାଇ ଗାଇ କେଦାରନାଥ ଆଡ଼କୁ ଗତି କରୁଥିଲେ। କିନ୍ତୁ ଆଗକୁ ଯିବା ପରେ ତାଙ୍କ ସହିତ ଏଭଳି କିଛି ଘଟିଲା, ଯାହାକୁ ଶୁଣିଲା ପରେ ଆପଣଙ୍କର ପାଦ ତଳୁ ମାଟି ଖସିଯିବ। ତ ଦର୍ଶକ ବନ୍ଧୁ, ବସ୍ଟି ଗୋଟିଏ ଛୋଟିଆ ରାସ୍ତାରେ ଧୀରେ ଧୀରେ କରି ଆଗକୁ ବଢ଼ୁଥିଲା। କିନ୍ତୁ ଅଚାନକ ଭାବରେ ରାସ୍ତାରେ ଗୋଟିଏ ବାଙ୍କଟିଏ ପଡ଼ିଲା ଏବଂ ଯେତେବେଳେ ସେହି ବାଙ୍କ ଦେଇ ଗାଡ଼ିଟି ଯାଉଥିଲା, ସେତେବେଳେ ଡ୍ରାଇଭର ଜଣକ ଦେଖିଲେ ଯେ ସାମ୍ନାରୁ ଗୋଟିଏ ବସ୍ଟିଏ ଆସୁଛି ଏବଂ ଏହା ଦେଖିବା ପରେ ଡ୍ରାଇଭର ଜଣକ ନିଜର ଗାଡ଼ିଟିକୁ ଘାଟି ଆଡ଼କୁ ବଦଳାଇ ଦେଲେ। ଏହାପରେ ଡ୍ରାଇଭର ଜଣକ ତୁରନ୍ତ ହିଁ ଗାଡ଼ିର ବ୍ରେକ୍ଟିକୁ ମାରିଦେଲେ। ମାତ୍ର ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଗାଡ଼ିର ପ୍ରାୟ ଅଧା ଅଂଶ ଘାଟି ଆଡ଼କୁ ଥିଲା ଏବଂ ଅଧା ଅଂଶ ରାସ୍ତାରେ ଥିଲା। ତାହାକୁ ଦେଖି ଏପରି ଯେମିତି ଲାଗୁଥିଲା ଗାଡ଼ିଟି ଯେମିତି ଘାଟିରେ ଝୁଲି ରହିଛି। ବସ୍ରେ ଥିବା ସମସ୍ତ ଭକ୍ତମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ ଏବଂ
ସେଠାକାର ସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା। କେତେବେଳେ ମଧ୍ୟ ବସ୍ଟି ଘାଟି ତଳକୁ ପଡ଼ିଯାଇପାରେ ଏବଂ ଏହା ଦେଖିବା ପରେ ବସ୍ରେ ଥିବା ଯାତ୍ରୀମାନଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଗଲା। ଏହାପରେ ଗାଡ଼ିର ଡ୍ରାଇଭର ଜଣକ ସମସ୍ତ ଭକ୍ତମାନଙ୍କୁ କହିଲେ କି ତମେ ସମସ୍ତେ ଗାଡ଼ିର ପଛପଟକୁ ପଳାଅ, ଯାହାଦ୍ୱାରା ବସ୍ଟି ଆଉ ଘାଟି ତଳକୁ ପଡ଼ିବନି। ଏହାପରେ ସମସ୍ତ ଯାତ୍ରୀମାନେ ଗାଡ଼ିର ପଛପଟକୁ ପଳାଇଲେ ଏବଂ ଏହାପରେ ଗାଡ଼ିର ପଛପଟ ଦ୍ୱାର ଦେଇ କି ଲୋକଙ୍କୁ ବାହାର କରାଗଲା। କିନ୍ତୁ ଯେତେବେଳେ ଲୋକମାନଙ୍କୁ ବାହାର କରାଯାଉଥିଲା ସେତେବେଳେ ଗାଡ଼ିଟି ଘାଟିର ତଳକୁ ଝୁଲି ଯାଉଥିଲା ଏବଂ ସେଥିପାଇଁ କିଛି ଲୋକଙ୍କୁ ଗାଡ଼ିରୁ ବାହାର କରିବା ପରେ ଆଉ ଗାଡ଼ିରୁ ବାହାରିବାକୁ ମଧ୍ୟ ମନା କରାଯାଇଥିଲା। ଏହାପରେ ସମସ୍ତ ଯାତ୍ରୀମାନେ ବାବା କେଦାରନାଥଙ୍କୁ ପ୍ରାର୍ଥନା କରିଲେ। ଠିକ୍ ସେତେବେଳେ ସେଠାରେ ଗୋଟିଏ ବଡ଼ ଚମତ୍କାରଟିଏ ହେଲା। ସେହି ସମୟରେ ସେଠାକୁ ଗୋଟିଏ ସାଧୁ ବାବା ଚାଲି ଚାଲି ଆସିଲେ ଏବଂ ସାଧୁ ମହାରାଜଙ୍କୁ ଦେଖିବା ପରେ ଲୋକମାନେ ତାଙ୍କୁ କହିଲେ କି ଆପଣ ଆପଣଙ୍କର ସିଦ୍ଧି ଦ୍ୱାରା ବସ୍ଟିକୁ ଅଟକାଇ ଦିଅନ୍ତୁ। ବସ୍ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଲେ। ତାଙ୍କୁ ଲାଗୁଥିଲା କି ଯେମିତି କେତେବେଳେ ମଧ୍ୟ ତାଙ୍କର ମୃତ୍ୟୁ ତାଙ୍କୁ ଅନେଇ ବସିଛି। ତ ଦର୍ଶକ ବନ୍ଧୁ, ସେହି ବସ୍ଟି ଘାଟି ତଳକୁ ପଡ଼ିଯିବ। ଏହାପରେ ସାଧୁ ମହାରାଜ ଜଣକ ନିଜର ଗୋଟିଏ ପାଦଟିକୁ ବସ୍ର ପଛପଟରେ ରଖିଲେ ଏବଂ ବସ୍ରେ ଥିବା ଯାତ୍ରୀମାନଙ୍କୁ କହିଲେ କି ତୁମେମାନେ ଜଣେ ଜଣେ କରି ବସ୍ରୁ ବାହାରକୁ ଆସ। ଏହାପରେ ସମସ୍ତ ଯାତ୍ରୀମାନେ ଡରିଗଲେ। ଏହାପରେ ସେମାନେ କହିଲେ କି ଯଦି ଆମେ ଜଣେ ଜଣେ କରି ବାହାରକୁ ଯିବୁ ତେବେ ବସ୍ଟି ଘାଟି ତଳକୁ ଖସିଯିବ। କିନ୍ତୁ ଏହାପରେ ସାଧୁ ମହାରାଜ କହିଲେ କି ତୁମେ ମୋ ଉପରେ ଭରସା ରଖ। ଏହାପରେ ଜଣେ ଜଣେ କରି ବସ୍ରୁ ଓହ୍ଲାଇବାକୁ ଲାଗିଲେ। ବସ୍ରୁ ଜଣେ ଜଣେ କରି ପ୍ରାୟ ଅଧିକ ଲୋକ ବାହାରକୁ ଆସିଗଲେ। କିନ୍ତୁ ଆଶ୍ଚର୍ଯ୍ୟ କରିବା କଥା ଏହା ଥିଲା କି ଏତେ ଲୋକ ବାହାରକୁ ଆସିଗଲା ପରେ ମଧ୍ୟ ବସ୍ଟି ଟିକେ ହେଲେ ମଧ୍ୟ ହଲି ନଥିଲା ଏବଂ ଦେଖୁ ଦେଖୁ ଭଗବାନ ମହାଦେବଙ୍କ କୃପାରୁ ବସ୍ରୁ ବାହାରକୁ ବାହାରିଗଲେ ସମସ୍ତ ଯାତ୍ରୀମାନେ। ବର୍ତ୍ତମାନ ମଧ୍ୟ ସେହି ବାବା ଜଣକ ନିଜର ପାଦଟିକୁ ସେହି ବସ୍ରେ ରଖିଥିଲେ। ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସେମାନେ ଭାବୁଥିଲେ କି ବାସ୍ତବରେ ଏହି ସାଧୁ ମହାରାଜଙ୍କ ପାଖରେ କ'ଣ ଏମିତି ଶକ୍ତି ଅଛି ଯାହା ଫଳରେ ସେ ଗୋଟିଏ ପାଦରେ ପୁରା ବସ୍ଟିକୁ ଅଟକାଇ ରଖିଛନ୍ତି। କିନ୍ତୁ ବାସ୍ତବରେ ଏହା ତାଙ୍କର ସିଦ୍ଧି ଭଗବାନ ମହାଦେବଙ୍କର କୃପା ଥିଲା। ଏହାପରେ ଯେତେବେଳେ ସାଧୁ ମହାରାଜ ନିଜର ପାଦଟିକୁ ବସ୍ରୁ ଆଡ଼ାଇ ଦେଲେ ସେତେବେଳେ ସେହି ବସ୍ଟି ଘାଟି ତଳକୁ ଖସିଯାଇଥିଲା ଏବଂ ଦେଖିଲା ପରେ ଲାଗୁଥିଲା କି ଯେମିତି ସେହି ବସ୍ଟି ସେହି ସାଧୁ ମହାରାଜଙ୍କର ସିଦ୍ଧି ଦ୍ୱାରା ସେଠାରେ ଅଟକିଥିଲା। ବନ୍ଧୁଗଣ, ଏହାପରେ ସେଠାରେ ଥିବା ଲୋକମାନେ ସାଧୁ ମହାରାଜଙ୍କୁ ପ୍ରଣାମ କରିବାକୁ ଲାଗିଲେ ଏବଂ ତାଙ୍କୁ ଦକ୍ଷିଣା ଦେବାକୁ ଲାଗିଲେ। ମାତ୍ର ସାଧୁ ମହାରାଜ ଜଣକ ସେମାନଙ୍କଠାରୁ କୌଣସି ବି ଦକ୍ଷିଣା ନେଲେ ନାହିଁ ଏବଂ ଏହାପରେ ସାଧୁ ମହାରାଜ ଜଣକ ନିଜର ମାର୍ଗରେ ଗତି କରିବାକୁ ଲାଗିଲେ। ବନ୍ଧୁଗଣ, କୁହାଯାଏ କି ଭକ୍ତ ଯେତେ ଅସୁବିଧାରେ ପଡ଼ିଥିଲେ ବି ଭଗବାନ କୌଣସି ନା କୌଣସି ରୂପରେ ଆସି ଭକ୍ତଙ୍କୁ ସାହାଯ୍ୟ କରିଥାନ୍ତି। ତ ଦର୍ଶକ ବନ୍ଧୁ, ଏହି ପ୍ରଭୁ ଶ୍ରୀ ମହାଦେବଙ୍କର ଏହି ସୁନ୍ଦର କାହାଣୀଟି ଆପଣମାନଙ୍କୁ କେମିତି ଲାଗିଛି କମେଣ୍ଟ ଦ୍ୱାରା ନିଶ୍ଚିତ ଜଣାଇବେ। ତ ଆଜିର ଭିଡ଼ିଓରେ ଏତିକି ଥିଲା। ଆଗାମୀ ଭିଡ଼ିଓରେ ଆଉ ଏକ ସୁନ୍ଦର ଅନୁଭୂତିଟି ନେଇ ଆସିବି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ମହାଦେବ।